ओम साईराम। आजिर ଏହି ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମେ ଚାହୁଁଛ ସବୁବେଳେ ଖୁସିରେ ରହିବାକୁ ଆଉ ମୋତେ ପ୍ରାର୍ଥନା କରୁଛ, ବାବା କେବେ ସବୁ ମୋ ଜୀବନରେ ଠିକ୍ ହେବ, କେବେ ମୋ ଜୀବନରେ କିଛି ପରିବର୍ତ୍ତନ ହେବ। ସନ୍ତାନ, ତୁମେ ତୁମ ଜୀବନରେ କିଛି ବି ଠିକ୍ କରିବାକୁ ଚାହୁଁନ କି କିଛି ବି ପରିବର୍ତ୍ତନ ବି କରିବାକୁ ଚାହୁଁନ। ମୋତେ ଖାଲି କହୁଛ, କିନ୍ତୁ ତୁମ ନିଜ ହାତରେ ତୁମେ ସବୁ କିଛି ନଷ୍ଟ କରିଦେଉଛ। ଏବେ ବି ସମୟ ଅଛି ସନ୍ତାନ, ତୁମେ ଅଳସୁଆ ତ୍ୟାଗ କର। ତୁମକୁ ବହୁତ ସମୟ ମିଳୁଛି ଭଗବାନଙ୍କର ନାମ ସ୍ମରଣ କରିବାକୁ, ମନ୍ତ୍ର ଜପ କରିବା ପାଇଁ ତୁମକୁ ବହୁତ ସମୟ ମିଳୁଛି, କିନ୍ତୁ ତୁମେ ସେ ସମୟକୁ ନଷ୍ଟ କରି ଚାଲିଛ। ସମୟ ଅନୁସାରେ ତୁମେ ନିଜକୁ ବଦଳାଇ ଦିଅ। ମୁଁ ଜାଣିଛି ତୁମେ ଜଣେ ଭଲ ମଣିଷ। ତୁମେ ଚାହିଁଲେ ତୁମ ଜୀବନରେ ତୁମେ ବହୁତ କିଛି କରିପାରିବ। ତୁମେ କିନ୍ତୁ ଅଳସୁଆ ଦ୍ୱାରା ଶୋଇକି ରହିକି ତୁମର ସମସ୍ତ କାର୍ଯ୍ୟକୁ ନିଜ ହାତରେ ନଷ୍ଟ କରୁଛ। ସନ୍ତାନ, ଏବେ ବି ସମୟ ଅଛି, ତୁମେ ନିଜକୁ ବଦଳାଇ ଦିଅ, ଆଉ ଗୋଟେ ଭଲ ମଣିଷରେ ପରିଣତ କର। ତୁମେ କର୍ମ କର, ତୁମେ ଡରନି, ମୁଁ ତୁମ ସାଙ୍ଗରେ ଅଛି। ତୁମର କିଛି ବି କ୍ଷତି ହେବନି। କିଛି ଲୋକ ଅଛନ୍ତି ସବୁବେଳେ ତୁମକୁ ଓଲଟା ସିଧା କଥାବାର୍ତ୍ତା କରୁଛନ୍ତି। ତୁମେ ବି ତାଙ୍କ ସହିତ ମିଶୁଛ ଆଉ ତାଙ୍କ କଥାକୁ ସତ ବୋଲି ଭାବୁଛ। ଏଇଟା ତୁମର ଭୁଲ ଧାରଣା ସନ୍ତାନ। ମୁଁ ତୁମକୁ ବାରମ୍ବାର କହିଛି, ତୁମେ ସବୁବେଳେ ଭଲ ମଣିଷଙ୍କ ସହିତ ମିଶ, ଆଉ ତୁମର ଯାହା ମନର କଥା ଅଛି ସବୁ ଈଶ୍ୱରଙ୍କ ଆଗରେ ପ୍ରକାଶ କର। ଏ ମଣିଷ ତୁମକୁ କେବେ ବି ସାହାଯ୍ୟ କରିପାରିବେନି ସନ୍ତାନ। ସିଏ ତ ନିଜେ ମାୟାରେ ବନ୍ଧା ହେଇଛନ୍ତି, ସିଏ ତୁମକୁ କ'ଣ ସାହାଯ୍ୟ କରିବେ? ସେଥିଲାଗି ତୁମେ ସବୁବେଳେ ଈଶ୍ୱରଙ୍କ ଉପରେ ଭରସା ରଖ। ମନରେ ଯାହା କଷ୍ଟ ଅଛି, ଦେହ ଖରାପ ଅଛି, ସବୁ ଈଶ୍ୱରଙ୍କ ପାଖରେ କୁହ। ଆଉ ଯାହା ବି ପରିସ୍ଥିତି ଅଛି ସବୁ ଚୁପଚାପ ସହିଯାଅ, ଆଉ ସବୁ ଈଶ୍ୱରଙ୍କ ପାଖରେ ନିଜ ଦୁଃଖ ଜଣାଅ। ଦେଖିବ ଯେତେବେଳେ ନିଜର କର୍ମଫଳ ସବୁ କଟିଯିବ, ନିଶ୍ଚୟ ତୁମ ଜୀବନରେ ପୁଣି ସୁଖ ଆସିବ। ସବୁବେଳେ ମୋ କଥା ଉପରେ ଭରସା ରଖ। ମୁଁ ତୁମକୁ କେବେ ବି ମିଥ୍ୟା କଥା କହୁନି ସନ୍ତାନ। ମୋର ସବୁବେଳେ ଇଚ୍ଛା ମୋର ସନ୍ତାନମାନେ ସୁଖ ଆଉ ଆନନ୍ଦରେ ରୁହନ୍ତୁ। ମୋ ଆଶୀର୍ବାଦ ସବୁବେଳେ ତୁମ ଉପରେ ଅଛି। ତୁମେ ସବୁବେଳେ ମୋର ସାଇ ସାଇ ନାମକୁ ଜପ କର। ମୁଁ ତୁମର ସମସ୍ତ ପାପକୁ ନଷ୍ଟ କରିଦେବି। ତୁମେ ଅଳସୁଆ ତ୍ୟାଗ କର। ଦେଖିବ ପୁଣି ସମୟ ଆସିବ, ସବୁ କିଛି ଆପେ ଠିକ୍ ହେଇଯିବ। ମନକୁ ଜମା ଉଦାସ କରନି ସନ୍ତାନ। ତୁମେ ଭାବୁଛ ଅନ୍ୟମାନଙ୍କ ପରି କ'ଣ ମୋ ଜୀବନରେ କେବେ ସୁଖ ଆସିବନି? ସନ୍ତାନ, ତାଙ୍କଠାରୁ ବି ଆହୁରି ବେଶୀ ସୁଖ ତୁମ ଭାଗ୍ୟରେ ଲେଖା ହେଇଛି। ତୁମେ ମୋ କଥା ଥରେ ମାନିକି ଦେଖ, ସବୁ କିଛି ମୁଁ ଠିକ୍ କରିଦେବି। ମୋ ଆଶୀର୍ବାଦ ସବୁବେଳେ ତୁମ ଉପରେ ଅଛି ସନ୍ତାନ।